ଉପନ୍ୟାସ ଶନି ମନ୍ଦିର ସାମ୍ନାରେ ସାତ ଭିକାରୀ। ଲେଖକ ମୃଣାଳ। ପଢ଼ି ଶୁଣାଉଛନ୍ତି ରଞ୍ଜନ କୁମାର ଦଳ। ଭାଗ 1। ବୁଝିଲ ଅନିତା, ଏ ଉପନ୍ୟାସରେ କେହି ନାୟକ ନାହାନ୍ତି, କେହି ଖଳନାୟକ ବି ନାହାନ୍ତି। ସେମିତି ଦେଖିଲେ ବାସ୍ତବ ଜୀବନରେ ବି ଶତକଡ଼ା 100 ନାୟକ ବା ଶତକଡ଼ା 100 ଖଳନାୟକ ପାଇବା କଷ୍ଟ। ନାୟକ କେତେବେଳେ କେଉଁ ପରିସ୍ଥିତିରେ ଖଳନାୟକ ହୋଇଯାଏ, ପୁଣି ଖଳନାୟକ କେଉଁ ପରିସ୍ଥିତିରେ ନାୟକ ହୋଇଉଠେ। ଏ ଉପନ୍ୟାସରେ ସରଳ ରୈଖିକ କାହାଣୀ କିଛି ନାହିଁ। ଏଉଠୁ କଥା ଆରମ୍ଭ ହେଲା, ସେଠି ଯାଇ ଶେଷ ହେଲା, ଏମିତି କିଛି ନାହିଁ ଏ ଉପନ୍ୟାସରେ। ଭିକାରୀମାନଙ୍କୁ ନେଇ ଲେଖା। ଏ ଉପନ୍ୟାସର କାହାଣୀ ଭିକାରୀମାନଙ୍କର ଜୀବନ ଭଳି, ଟୁଟା ଫୁଟା, ବିଖରା ବିଖରା। ଈଶ୍ୱର ଯେତେବେଳେ ସେମାନଙ୍କର ଭାଗ୍ୟ ଲେଖୁଥିଲେ, ସେତେବେଳେ ହୁଏତ ସେ ଭଲ ମୁଡ୍ରେ ନଥିଲେ, କିମ୍ବା ହୁଏତ ଲେଖୁ ଲେଖୁ କୁଆଡ଼େ ଯାଇଥିଲେ, ଆଉ ତାଙ୍କ ପୁତ୍ରକନ୍ୟା ଏମାନଙ୍କର ସଫେଦ କପାଳରେ ଅନାବନା ଗାରେଇ ଦେଇଥିଲେ। ମୋ ଲେଖା ଖାତାରେ ଆମ ନବାବଜାଦା ବହୁଥର ଯେମିତି କରିଛି, ଆଉ ସେହି ଅନାବନା ଗାରାଗାରି ଭାଗ୍ୟକୁ ନେଇ ଏଇମାନେ ଚାଲି ଆସୁଛନ୍ତି ଦୁନିଆକୁ। ବାସ୍, ସେମିତି 7 ଜଣଙ୍କର ଅଲଗା ଅଲଗା କାହାଣୀକୁ ନେଇ ଏ ଉପନ୍ୟାସ। ଭିକାରୀମାନଙ୍କ ଲୁଗାପଟାରେ ଯେମିତି 50 ତାଳି ମରା ହୋଇଥାଏ, ସେମିତି ଏ ଉପନ୍ୟାସରେ ଆଉ ଛୋଟ ମୋଟ କାହାଣୀ ବି ଜାଗା ଜାଗାରେ ରହିଛି। ତାଳିମାଳିକୁ ବାଦ ଦେଲେ ବି ଜାମା ରହିବ। ହୁଏତ ବେଶୀ ସୁନ୍ଦର ଦିଶିବ, କିନ୍ତୁ ଜାମାଟାକୁ ପିନ୍ଧିବା ପାଇଁ ତାଳି ଦରକାର, ନହେଲେ ଜାମାଟା ଚିରିଯିବ ଯେ। ଉପନ୍ୟାସରେ ଏ 7 ଚରିତ୍ରଙ୍କୁ ଗୋଟିଏ ଜାଗାରେ ତମେ ଭେଟିପାରିବ। ଚାଲ ତମକୁ ସେଇଠିକି ନେଇଯାଏ। ଭରତପୁର ଜାଗାଟା ଆଗରୁ ଗାଁ ଥିଲା। ଏବେ ବି ଗାଁର ଅସ୍ତିତ୍ୱ ତମେ ଆବିଷ୍କାର କରିପାରିବ। ଏହାର ରାସ୍ତାଘାଟ, ପୁରୁଣା ଘରଦ୍ୱାର ଆଉ ଲୋକଙ୍କର ହାବଭାବ, ଚାଲିଚଳଣିରୁ। କିନ୍ତୁ ଭୁବନେଶ୍ୱର ସହର ପାଖରେ ଥିବାରୁ ସହର ତାଙ୍କୁ ଅଜଗର ଭଳି ଜଡ଼େଇ ଧରିଲାଣି। ସହରର ଫାଶରେ ଭରତପୁରର ଗ୍ରାମ୍ୟ ସତ୍ତାଟିର ନିଶ୍ୱାସ ବନ୍ଦ ହେବାକୁ ବସିଲାଣି। ଆଉ ଅଳ୍ପ ଦିନରେ ଭରତପୁର ଗାଁଟି ସହର ଭିତରେ ହଜିଯିବ। ଆଉ ବର୍ଷ କେଇଟାରେ ଜଣା ବି ପଡ଼ିବନି ଏଠି ଗୋଟେ ଗାଁ ଥିଲା। ସାରା ଭାରତରେ ଏଇଆ ହେଉଛି, ସହର ବଢ଼ୁଛି, ଗାଁ ଛିଡ଼ୁଛି। ଭରତପୁରରେ ଗୋଟିଏ ବଡ଼ ଆପାର୍ଟମେଣ୍ଟ ବିଲ୍ଡିଂ ତିଆରି ହୋଇଛି। ଚାଷ ଜମିର କବର ଉପରେ ଠିଆ ହୋଇଛି କଂକ୍ରିଟର ପାରାଭାଡ଼ି। ସେଥିରେ ରହିବେ ଟୁଆଁ ଟୁଇଁ, ତୁ ମୁଁର ସଂସାର। ଆଗରୁ ଯେମିତି ଥିଲା, ଅଜା ଆଈ, ଦାଦା ଖୁଡ଼ି, ସେମାନଙ୍କର ପିଲା କବିଲା, ପିଇସା ପିଉସୀ, ପୁଣି ସମ୍ପର୍କୀୟ, ଅମକ ସମକର ବିଶାଳ ଫୌଜ, ସେଦିନ ଆଉ ନାହିଁ। ହମ୍ ଦୋ ହମାରେ ଦୋ ବି ପୁରୁଣା ହେଲାଣି। ଏବେ ସିର୍ଫ ଏକ। ଆପାର୍ଟମେଣ୍ଟର ଫ୍ଲାଟ୍ ବି ସେମିତି ତିଆରି ହେଉଛି। ତ ଏମିତି ଏକ ଆପାର୍ଟମେଣ୍ଟକୁ ଲାଗି ତିଆରି ହୋଇଛି ଏକ ନୂଆ ଶନି ମନ୍ଦିର। ଏ ମନ୍ଦିର ବାହାରେ ଅନେକ ଭିକାରୀ ବସନ୍ତି। ଲୋକେ ମନ୍ଦିରରେ ପୂଜା ଦେଇ ବାହାରିଲା ବେଳକୁ ଏମାନଙ୍କୁ ଭିକ ଦିଅନ୍ତି। କେହି ପଇସା ଦିଏ, କେହି ବା ଘରୁ ଚାଉଳ ନେଇ ଆସିଥାଏ ପଲିଥିନ୍ ମୁଣିରେ। ମୁଠାଏ ମୁଠାଏ ଦେଇଦିଏ ପ୍ରତ୍ୟେକ ଭିକାରୀର ବାଟିରେ। ଲକ୍ଷ୍ୟ କଲେ ଦେଖିବ, କିଛି ଭିକାରୀ ମନ୍ଦିର ଗେଟ୍ ଭିତରେ ବସନ୍ତି, କିଛି ଗେଟ୍ ବାହାରେ। ଭିକାରୀମାନଙ୍କ ଭିତରେ ବି ବିନ୍ୟାସ ଅଛି, ବଡ଼ ଛୋଟ ଅଛି, ଜାତି ଭିତରେ ବଡ଼ ଛୋଟ। ମନ୍ଦିର ଗେଟ୍ ଭିତରେ ଯେଉଁମାନେ ବସିଛନ୍ତି, ସେମାନେ ଉଚ୍ଚ ଜାତିର। ବାହାରେ ଯେଉଁମାନେ ବସିଛନ୍ତି, ସେମାନେ ତଥାକଥିତ ଛୋଟ ଜାତିର। ପୁଣି ଦେଖିବ, କୁଷ୍ଠରୋଗୀ ଭିକାରୀ ସବୁବେଳେ ମନ୍ଦିର ଫାଟକ ବାହାରେ। ସେମାନଙ୍କର ସ୍ଥାନ ଭିକାରୀ ସମାଜର ସବୁଠୁ ତଳେ। ଏ ମନ୍ଦିରର ଗେଟ୍ ବାହାରେ ଦେଖିବ 7 ଜଣ ଭିକାରୀ ନିୟମିତ ବସନ୍ତି। ତମେ କହିବ, ମନ୍ଦିର ବାହାରେ ବସିଥିବା ଭିକାରୀମାନଙ୍କୁ ଲକ୍ଷ୍ୟ କରିବାକୁ କାହାର ଟାଇମ୍ ଅଛି? ଦରକାର ବା କ'ଣ? ବିଲକୁଲ ସତ କଥା। ଭିକାରୀଙ୍କ କଥାରେ ଆମେ ଭଦ୍ରଲୋକଙ୍କର କି Sample complete. Ready to continue?